ଏଠାରେ ଆମେ ଆଜି ପଢିବା କଣ ନା ସ୍ପୋର୍ଟ୍ସ ସାଇକୋଲୋଜି। ଓକେ, ପିଲାମାନେ ଆମେ ଯଦି ସ୍ପୋର୍ଟ୍ସ ସାଇକୋଲୋଜି ପଢୁଛନ୍ତି, ପ୍ରଥମେ ଆମେ ସାଇକୋଲୋଜି କଣ ବୁଝିବା। ଓକେ, ପ୍ରଥମେ ଆମେ ସାଇକୋଲୋଜି କଣ ବୁଝିବା, ତାପରେ ଆମେ ସ୍ପୋର୍ଟ୍ସ ସାଇକୋଲୋଜିକୁ ଆସିବା। ଓକେ ପିଲାମାନେ, ପ୍ରଥମେ ଆମେ ସାଇକୋଲୋଜି କଣ ବୁଝିବା, ଦେନ୍ ସ୍ପୋର୍ଟ୍ସ ସାଇକୋଲୋଜି କୁ ଆସିବା। ଆଚ୍ଛା, ଏଇ ଯୋଉ ସାଇକୋଲୋଜି ଗୋଟେ ୱାର୍ଡ, ଏଇ ଯୋଉ ଦେଖ ନା, ଏଇଟା କୋଉଠୁ ଆସିଛି କହିଲେ? ଗ୍ରୀକ ଦେଶରୁ ଆସିଛି, ଗ୍ରୀକ ୱାର୍ଡ ହେଲା, ଗ୍ରୀକ ୱାର୍ଡ ରୁ ଆସିଛି, ଯାହାର ମାନେ ଏଇ ଯୋଉ ସାଇକିକ, ଏଇ ଯୋଉ PSYCH, ଏଇଠି ଯଦି ଗୋଟେ ଆମେ ଇ ଲେଖିଦବା, ସାଇକିକ। ସାଇକିକ ଅର୍ଥ ହଉଛି ଆପଣଙ୍କର କଣ ନା ଷ୍ଟଡି ଅଫ, ସାଇକିକ ଅର୍ଥ ଦେଖ, ସାଇକିକ ଅର୍ଥ ହଉଛି ଆପଣଙ୍କର କଣ, ଷ୍ଟଡି ଅଫ ମାଇଣ୍ଡ ବା ଆତ୍ମା। ଆପଣଙ୍କର ଷ୍ଟଡି ଗୋଟେ ଗୋଟେ ଆତ୍ମାର ଷ୍ଟଡି ବା ଗୋଟେ ସ୍ପିରିଟ ର ଷ୍ଟଡି ବା ଗୋଟେ ସୋଲ ବା ଆତ୍ମା, ଏଇଟା ସୋଲ ଆତ୍ମାର ଷ୍ଟଡିକୁ ଆମେ ବୁଝିଥାନ୍ତି ସାଇକିକ। ସାଇକିକ ଲୋଜସ୍ ହଉଛି ବା ଲୋଜି ଅର୍ଥ ହଉଛି କଣ, ଷ୍ଟଡି ହେଲା, ଗୋଟେ ଆତ୍ମା ବିଷୟରେ, ଗୋଟେ ସ୍ପିରିଟ ବିଷୟରେ, ଗୋଟେ ମେଣ୍ଟାଲ ବିଷୟରେ ବା ମାଇଣ୍ଡ ବିଷୟରେ ଆମେ ପଢିବାକୁ ଆମେ କଣ କହନ୍ତି, କଣ ସାଇକୋଲୋଜି କହନ୍ତି। ଦେଖ, ଆତ୍ମା କାହାକୁ କହିବା? ଆତ୍ମା ଗୋଟେ କଥା ହଉଛି, ନିହାତି ଭାବରେ ଆପଣ ମାନେ କହିବେ କି ସାର୍ ସ୍ପିରିଟ ସଂସାରରେ ନାହିଁ। ମୁଁ ବି ବିଶ୍ୱାସ କରୁନଥିଲି, ଆଜି ହିଁ ଆଜି ଆଜି ଯୋଉ 23, ଏଟା ଗୋଟେ ଡେଟ୍ ଟା ରେକର୍ଡିଂ ବି ଥାଉ, 23/9/2025, ଆଜିକା ଡେଟ୍ ରେ ହିଁ ଆଜି ଆମ ସ୍କୁଲରେ ହିଁ ଇନସିଡେଣ୍ଟ ଘଟିଛି ଏଇ ସ୍ପିରିଟ କୁ ନେଇକି। ଓକେ, ମୁଁ ବି ଲାଇଫରେ କେବେ ସ୍ପିରିଟ ବୋଲି ବିଶ୍ୱାସ କରୁନଥିଲି, କିନ୍ତୁ ଆଜି ଗୋଟେ ଷ୍ଟୁଡେଣ୍ଟ କଣ କଲା ନା, ତାକୁ ଗୋଟେ କିଏ ଗୋଟେ ମାନେ କଣ ଇଏ କରିଛି, ଯୋଉ କଣ ମାଡି ବସିଛି, ସିଏ ତାର ବିଭିନ୍ନ ପ୍ରକାର କଥା କହୁଛି। ସିଏ ଷ୍ଟୁଡେଣ୍ଟ ଯିଏ ଆମକୁ ମାନେ ଏଇଭଳିଆ ଆଖି କାଢିକି ଅନାଏ ନା କେବେ, ସେ ଷ୍ଟୁଡେଣ୍ଟ କଣ କରିଛି ନା, ଆଜି ପୁରା ଅଲଗା ଲେବୁଲର କଥାବାର୍ତ୍ତା କରିଛି। ଓକେ, ଇଏ ହଉଛି କଥା, ସେ ଯାହା ବି ହଉ ଛାଡନ୍ତୁ। ଇଏ ହଉଛି ସ୍ପିରିଟ। ଆମେ କହିବା ସ୍ପିରିଟ ର ବିଭିନ୍ନ ପ୍ରକାର ନାଁ ଅଛି। ସ୍ପିରିଟ ଯେ ମୁଁ କହୁଛି ଗୋଟେ, ସେଟା ତ କହିଲି ଗୋଟେ, ମୁଁ ସେଟା ତ କହିଲି ମୁଁ ଗୋଟେ ନେଗେଟିଭ ୱାର୍ଡ କହିଲି। ସ୍ପିରିଟ ବି ଆପଣ ପଜିଟିଭ କଥା ଯଦି ଆପଣ ସ୍ପିରିଟ କହିବେ, ଭଗବାନ ମଧ୍ୟ ଗୋଟେ ଆତ୍ମା, ଆତ୍ମା ସାଙ୍ଗରେ ପରମାତ୍ମାର ମିଳନକୁ ଆମେ ମଧ୍ୟ କହନ୍ତି। ସାଇକୋଲୋଜିକୁ ଆମେ ଫ୍ୟୁଚରରେ ପଢିବା ହେଲା। ଆଚ୍ଛା, ଠିକ ଅଛି ପିଲାମାନେ ଶୁଣ, ହଉ। ପିଲାମାନେ ଇଏ ତ ଗଲା ସାଇକୋଲୋଜି, କୋଉ ସାଇକୋଲୋଜି ଆମେ ପଢିବା। ଏଇ ଯୋଉ ସାଇକୋଲୋଜି ନୁହଁ, ପ୍ରଥମେ ୟାର ଖୋଜ ବା ୟାର ବାପା କିଏ, ୟାର ବାପା କିଏ ନା ୱିଲିୟମ ଉଣ୍ଡ। ୱିଲିୟମ ଉଣ୍ଡ ତାଙ୍କର ବାପା। ଓକେ, ୱିଲିୟମ ଉଣ୍ଡ ହଉଛନ୍ତି ଫାଦର ଅଫ ସ୍ପୋର୍ଟ୍ସ। ମନ ଦେଇକି ପିଲାମାନେ ଶୁଣ, ଫାଦର ଅଫ ସାଇକୋଲୋଜି, ଫାଦର ଅଫ ସାଇକୋଲୋଜିରେ ଯଦି ଫାଦର ପଚାରିଲା, ସେ ଆପଣ ମାନେ କଣ କହିବେ, ୱିଲିୟମ ଉଣ୍ଡ ହଉଛି ଫାଦର ଅଫ ସାଇକୋଲୋଜି। ସାଇକୋଲୋଜି ଏଇ ଯୋଉ ୱାର୍ଡ ଟା କୋଉଠୁ ଆସିଛି ନା ଗ୍ରୀକ ରୁ ଆସିଛି ହେଲା, ଗ୍ରୀକ ଦେଶରୁ ଆସିଛି, ଗ୍ରୀକ ୱାର୍ଡ ରୁ ଆସିଛି। ତାହେଲେ ୱିଲିୟମ ଙ୍କ ଘର ନିହାତି ଗ୍ରୀକ ରେ ହେଇଥିବ। ଓକେ, ଆଚ୍ଛା, ହଉ, ତାର ମାନେ ମଧ୍ୟ ଆପଣ ଦେଖିଲେ। ସାଇକୋଲୋଜିକୁ ଆମେ ବିଭିନ୍ନ ପ୍ରକାର ଆମେ ବିଭିନ୍ନ ପ୍ରକାର ନାଁ ଦଉଥିଲେ, ବିଭିନ୍ନ ପ୍ରକାର ଲୋକ ବିଭିନ୍ନ ପ୍ରକାର ନାଁରେ ଆମେ ଡାକୁଥିଲେ ସାଇକୋଲୋଜି। ଦେଖ ପିଲାମାନେ, ଆମେ ଏଇଠି ଦେଖିବା, ଦେଖ ଇଏ ତ ବହୁତ କିଛି ଲମ୍ବା ଗୋଟେ ଲେଖା ହେଇଛି, ବାକି ପ୍ରଥମେ ଦେଖ, ମୁଁ ଟିକେ ତଳକୁ ଯାଇ ଲେଖିବି। ଫାଷ୍ଟ ଆମେ କଣ କହୁଥିଲେ, ସାଇକୋଲୋଜି ହଉଛି ଷ୍ଟଡି ଅଫ ସୋul। ସାଇକୋଲୋଜି ଅର୍ଥ ହଉଛି କଣ, ସାଇକୋଲୋଜି ଇଜ ନୋନ୍ ଆଜ୍ ଷ୍ଟଡି ଅଫ ସୋul। ତାପରେ କିଛି ଦିନ ପରେ ଆମେ କହିଲେ ନା ଏଟା ହଉଛି ଷ୍ଟଡି ଅଫ ମାଇଣ୍ଡ ହେଲା। ତାପରେ ଆମେ କହିଲେ କଣ ନା ଷ୍ଟଡି ଅଫ ମାଇଣ୍ଡ। ଆମେ କଣ କହିଲେ, ଷ୍ଟଡି ଅଫ ସୋul। ସାଇକୋଲୋଜି ଇଜ ଅଲସୋ ନୋନ୍ ଆଜ୍ ହ୍ୟୁମାନ ଷ୍ଟଡି, ମାନେ ହ୍ୟୁମାନ ସୋul। ତାପରେ କହିଲେ ନା ହ୍ୟୁମାନ ମାଇଣ୍ଡ ହେଲା। ତାପରେ ଆମେ କହିଲେ, ତାପରେ କିଛି ଦିନ ପରେ ଏଇଭଳିଆ ମନେ ରଖିବ। କିଛି ଦିନ ପରେ କଣ ହେଲା, କିଛି ଦିନ ପରେ ଆଉ ଜଣେ କହିଲା ନା ମାଇଣ୍ଡ ନୁହଁ, ଷ୍ଟଡି ଅଫ କଣ, କନସିୟସନେସ। ଛୋଟ ଛୋଟ କରି ଲେଖିବା, CIOUSNESS ହେଲା। ସେ କହିଲେ ନା ସାଇକୋଲୋଜି ଇଜ ଅଲସୋ ନୋନ୍ ଆଜ୍ କନସିୟସନେସ ହେଲା। ଆଚ୍ଛା, ସିଏ କହିଲେ, ଆଉ ଜଣେ ଆସି ଦାର୍ଶନିକ କହିଲେ ନା ସାଇକୋଲୋଜି ସେ କଥା କାହିଁ ହବ,
ସାଇକୋଲୋଜି ଅଲସୋ ନୋନ୍ ଆଜ୍ କଣ ନା ହ୍ୟୁମାନ୍ ବିହେଭିୟର। ହ୍ୟୁମାନ୍ ବିହେଭିୟର ବୋଲି କିଏ କହିଲା? VIOUR ହେଲା, ବିହେଭିୟର। ତାହେଲେ ଫାଇନାଲି ବର୍ତ୍ତମାନ କଣ ଚାଲିଛି ନା ଏଇଟା ଚାଲିଛି ହ୍ୟୁମାନ୍ ବିହେଭିୟର। ଏବେ କହୁଛନ୍ତି କଣ ସାଇକୋଲୋଜି ଅଲସୋ ନୋନ୍ ଆଜ୍ କଣ ନା ହ୍ୟୁମାନ୍ ବିହେଭିୟର, ଷ୍ଟଡି ଅଫ ହ୍ୟୁମାନ୍ ବିହେଭିୟର ଆପଣ କହୁଛନ୍ତି। ସେଇଭଳିଆ ଆପଣଙ୍କର ଡେଫିନେସନ ମଧ୍ୟ ବହୁତ ଅଛି। ଡେଫିନେସନ ମଧ୍ୟ ବହୁତ ଅଛି, ଆପଣ ଦେଖିବେ ଗୋଟେ ଡେଫିନେସନ ମେ ବି ମୁଁ ଏଠି ଆଡ କରିଦେଇଛି ବୋଧେ। ଦେଖ ପିଲା, ଦେଖ ଏଠି, ଦେଖ ଏଠି ଦେଖ ଲେଖିଛି ଲାଷ୍ଟ ସାଇକୋଲୋଜି ଇଜ ଆକ୍ସେପ୍ଟେବଲ ସାଇନ୍ସ ଅଫ ବିହେଭିୟର ଇନ ହୋଲ। ମାନେ ଏଇ ଯୋଉ ହ୍ୟୁମାନ ବିହେଭିୟର ବା ସାଇନ୍ସ ଅଫ ବିହେଭିୟର କୁ କିଏ କନସେପ୍ଟ ଦେଲେ ନା ଉଡର୍ସ ଦେଲେ। ଉଡୋଥ କହିଲେ ନା ନା ଦେଖ ଏଇ ବର୍ତ୍ତମାନ ଉଡୋଥଙ୍କ ମତାମତ ଅଛି। ବର୍ତ୍ତମାନ କାହାର ମତାମତ ଅଛି ନା ଉଡୋଥ କହିଛନ୍ତି, ଉଡୋଥଙ୍କ ପାଖରେ ରହିଛି ହେଲା। ଉଡୋଥଙ୍କ ପାଖରେ ରହିଛି, ଉଡୋଥ କହିଛନ୍ତି ଯେ ସାଇକୋଲୋଜି ଅଲସୋ ନୋନ୍ କଣ ସାଇନ୍ସ ଅଫ ହ୍ୟୁମାନ ବିହେଭିୟର ଗଲା। ଆଚ୍ଛା ଦେଖ ମୁଁ ଏଇଠି କହିଲି ସୋul ମାଇଣ୍ଡ କନସିୟସନେସ୍, ସ୍ପେଲିଂ ଏରର ଅଛି ଏଠି। ତାପରେ ବିହେଭିୟର ଏଠିକି ଆସିଛି ହେଲା, ସେଇ କଥା ତ ମୁଁ କହୁଥିଲି ସେତ। ଆଚ୍ଛା ଦେଖ ପିଲାମାନେ, ଆଉ ଗୋଟେ ଅଛି ଡେଫିନେସନ। ଡେଫିନେସନ ମୁଁ ଏଠି ତିନିଟା ଡେଫିନେସନ ନେଇଛି। ହଁ, ତିନିଟା ଡେଫିନେସନ ନେଇଛି, କିନ୍ତୁ ଏଇ ତିନିଟା କମ୍ପଲସରି ଆପଣ ଘୋଷିବେ। ତାପରେ ଅନ୍ୟାନ୍ୟ ଡେଫିନେସନ ବହିରୁ ଯାଇକି ଘୋଷି ପାରିବେ, କିଛି ଅସୁବିଧା ନାହିଁ। ତାହେଲେ ପ୍ରଥମ ଡେଫିନେସନ କଣ ପିଲ୍ସବରି କହିଲେ ସାଇକୋଲୋଜି ଇଜ ଅଲସୋ ନୋନ୍ ଆଜ୍ ସାଇନ୍ସ ଅଫ ହ୍ୟୁମାନ ବିହେଭିୟର। ପିଲ୍ସବରି କଣ କହିଲେ ନା ସାଇନ୍ସ ଅଫ ହ୍ୟୁମାନ ବିହେଭିୟର କିଏ କହିଲେ ନା ପିଲ୍ସବରି। ତାପରେ ସେଇଠି ମଧ୍ୟ ଆମର ମ୍ୟାକଡୋଗାଲ କହିଲେ କଣ ନା ସାଇନ୍ସ ଅଫ ବିହେଭିୟର କଣ ତା ପଛରୁ କଣ ପଜିଟିଭ ନଗେଇ ଦିଅ। ମ୍ୟାକଡୋଗାଲ କହିଲେ କଣ ପଜିଟିଭ ସାଇନ୍ସ ଅଫ ବିହେଭିୟର। ତାହେଲେ ପଜିଟିଭ ସାଇନ୍ସ ଅଫ ବିହେଭିୟର କିଏ ମ୍ୟାକଡୋଗାଲ କହିଲେ, ପିଲ୍ସବରି କହିଥିଲେ ଖାଲି ସାଇନ୍ସ ଅଫ ବିହେଭିୟର। ତାପରେ କହିଲେ କ୍ରୋ ଆଣ୍ଡ କ୍ରୋ କହିଲେ, କ୍ରୋ ଆଣ୍ଡ କ୍ରୋ ଦି ଜଣ, କ୍ରୋ ଆଣ୍ଡ କ୍ରୋ ଦି ଜଣ କଣ ଏଠି ଦେଖ ଆଣ୍ଡ ଅଛି। ତାହେଲେ ସେ କଣ କହିଲେ ହ୍ୟୁମାନ ବିହେଭିୟର ଆଣ୍ଡ ହ୍ୟୁମାନ ରିଲେସନସିପ। କ୍ରୋ ଆଣ୍ଡ କ୍ରୋ କହିଲେ ହ୍ୟୁମାନ ବିହେଭିୟର ଆଣ୍ଡ ହ୍ୟୁମାନ ରିଲେସନସିପ। ବୁଝିହେଲା? ତାହେଲେ ତିନିଟା ଡେଫିନେସନକୁ ଆପଣ କମ୍ପଲସରି ଘୋଷିବାଟା ହଉଛି କମ୍ପଲସରି, ବାର୍ଯ୍ୟ ଅଟେ। ଆପଣ କମ୍ପଲସରି ଏଇ ତିନିଟା ଘୋଷିଲା ପରେ ଅନ୍ୟ ଡେଫିନେସନକୁ ଯିବେ, କାହିଁକି ନା ଏ ଡେଫିନେସନ ଆପଣଙ୍କର OAVS ରେ ପାଖାପାଖି ଯେତେ ଥର ଏକ୍ଜାମ ହେଇଛି ସେତେ ଥର ଆସିସାରିଛି ମେ ବି। ଏ ବର୍ଷ ଗତ ବର୍ଷ ଛାଡିକି ବୋଧେ ଆସି ହେଲା। KVS ରେ ଏଇଟା ପଢିବା ହିଁ ପଡିବ। ଓକେ, ଆଚ୍ଛା ଠିକ ଅଛି ପିଲାମାନେ। ହଉ ପିଲାମାନେ ଗଲା। ତାପରେ ଦେଖ ମିନି ଆମେ ସ୍ପୋର୍ଟ ସାଇକୋଲୋଜି ଯିବା। ଦେଖ ସ୍ପୋର୍ଟ ସାଇକୋଲୋଜି କୁ ଆମେ ଯିବା। ଓକେ, ଆଚ୍ଛା ସ୍ପୋର୍ଟ ସାଇକୋଲୋଜି ଆମେ କଣ ସ୍ପୋର୍ଟ ସାଇକୋଲୋଜି ଆମେ କାହିଁକି ପଢିବା? ସ୍ପୋର୍ଟ ସାଇକୋଲୋଜି ଆମେ ଏଥିପାଇଁ ପଢନ୍ତି, ଗୋଟିଏ ପିଲାର କଣ ଆମେ କଣ କରିବା ପାଇଁ ନା ତାର ଗୋଟେ ପିଲାର ମୋଟିଭେସନ ହେଲା, ଆରାଉଜାଲ ହେଲା, ଫିଅର ହେଲା, ଏନଜାଇଟି ହେଲା, ତାକୁ ସବୁ କଣ ବାଲାନ୍ସ କରିବା ପାଇଁ ଆମେ ପଢନ୍ତି। ବୁଝିହେଲା? ଗୋଟେ ପିଲାକୁ ମୋଟିଭେସନ କରିବା ପାଇଁ, ଗୋଟେ ପିଲାକୁ ଡରେଇବା ପାଇଁ ମାନେ କଣ ତାକୁ ଗୋଟେ ବାଲାନ୍ସ କରିବା ପାଇଁ, ଗୋଟେ ପିଲାକୁ କଣ ଏନଜାଇଟି ବଢେଇବା ପାଇଁ, ଗୋଟେ ପିଲାକୁ ଆମେ କଣ କରନ୍ତି ଭୟଭୀତ କରିବା ପାଇଁ ହେଲା, ଗୋଟେ ପିଲାକୁ ମୋଟିଭେଟ କରିବା ପାଇଁ ଆମେ ସବୁ ପଢେଇକି ତାଙ୍କର କଣ ନା ପରଫମାନ୍ସ ଲେବୁଲଟାକୁ ଆମେ କଣ କରନ୍ତି ହାଇ କରନ୍ତି ଏଇ ଥ୍ରୋରେ। ନିହାତି ଭାବରେ ଆପଣଙ୍କ ପାଖରେ ଯେତେ ସୁନ୍ଦର ବଡି ଥାଉ, ଆପଣଙ୍କ ପାଖରେ ଯେତେ ସୁନ୍ଦର ବଡି ଥିଲେ ମଧ୍ୟ, ଆପଣଙ୍କ ପାଖରେ ଯେତେ ସୁନ୍ଦର ବଡି ଥିଲେ ମଧ୍ୟ ଆପଣଙ୍କର କୌଣସି କାର୍ଯ୍ୟରେ ଆସିବନି ଯଦି ଆପଣ ମେଣ୍ଟାଲି ଷ୍ଟ୍ରଙ୍ଗ ନଥାନ୍ତି। କୌଣସି କାର୍ଯ୍ୟରେ ସେ ବଡି ଆସିବ ନାହିଁ। କିନ୍ତୁ ଆପଣ ଯଦି ମେଣ୍ଟାଲି ଷ୍ଟ୍ରଙ୍ଗ ଥାଇକି ଯଦି ଆପଣ ଧରିନିଅ ମେଣ୍ଟାଲି ଷ୍ଟ୍ରଙ୍ଗ କିନ୍ତୁ ଫିଜିକାଲି ଆପଣ ୱିକ୍, ଏ ସଂସାର ଚାଲିବ ବା ଆପଣ ବଞ୍ଚିଯିବେ, ସଂସାର ସୋସାଇଟିରେ ଚ୍ୟାଲେଞ୍ଜ ମାରି ଚାଲିଯିବେ। ଧରିନିଅ ଆପଣ ବଡିଲି ବହୁତ ଦୁର୍ବଳିଆ ବା ବଡିଲି ଆପଣ ଭଲ ନା ଲିନ୍ ବଡି, ପତଳା ବଡି କିନ୍ତୁ ଆପଣ କଣ ମାନେ ହାତରେ ନ ମାରି ଭାତରେ ମାରୁଛନ୍ତି, ମାନେ କଣ ଆପଣ ପୁରା ମେଣ୍ଟାଲି ପୁରା ଷ୍ଟ୍ରଙ୍ଗ। ଦେଖିବେ ଆପଣଙ୍କ ପାଖକୁ ବଡ ବଡ ମାନେ ମୁଷ୍ଟିମେୟ ଲୋକ ବି, ମୁଷ୍ଟିମେୟ କହୁଛି, ବଡ ବଡ ଯୋଦ୍ଧା ବି ଆପଣଙ୍କ ସାଇଜ କରିଦେବେ। ଗୋଟିଏ ବୁଦ୍ଧି ବଳରେ କଣ, ବୁଦ୍ଧି ବଳରେ ଆମ ପାଖରେ କେତେ ବଳବାନ, କେତେ ଟନ ଓଜନର ହାତୀ ମଧ୍ୟ ଆମ ଆଗରେ ହାର ମାନୁଛି। ହାତୀ ପାଖରେ ବଳ ନାହିଁ, ମଣିଷକୁ ବା ଗୋଟେ ନାତ ପକେଇଲେ ଯାଇକି ମହାନଦୀ ବ୍ରିଜ ରେ ପଡିବ, ମହାନଦୀ ପୋଲରେ। ପୁଣି କାହିଁକି? ହାତୀ ମୁଣ୍ଡରେ ମସଲା ନାହିଁ ବୋଲି ସେ ମଣିଷ ପାଖରେ
ମାନେ ଜବତ ହେଇକି ରହିଛି। ତେଣୁକରି ଆପଣଙ୍କ ପାଖରେ ଯଦି ପଡିବ, ଯଦି ଗୋଟେ କିଏ କଥାବାର୍ତ୍ତା କରେ ଯେ ଫିଜିକାଲି ଆମେ ଷ୍ଟ୍ରଙ୍ଗ ହବା ଦରକାର ନା ମେଣ୍ଟାଲି ଷ୍ଟ୍ରଙ୍ଗ ହବା ଦରକାର, ମୋ ମତରେ ମେଣ୍ଟାଲି ଷ୍ଟ୍ରଙ୍ଗ ହବା 200% ଭଲ ଫିଜିକାଲି ଠାରୁ। ଆପଣ ଯଦି ମେଣ୍ଟାଲି ଶାନ୍ତିରେ ରହିବେ ତାହେଲେ ଆପଣ ବଞ୍ଚିଯିବେ, କିନ୍ତୁ ଫିଜିକାଲି ଶାନ୍ତିରେ ରହିକି ମେଣ୍ଟାଲି ଯଦି ଅଶାନ୍ତିରେ ରହିବେ ତାହେଲେ ଆପଣ ବଞ୍ଚି ପାରିବେ ନାହିଁ। ଓକେ ପିଲାମାନେ, ଆଚ୍ଛା ପିଲାମାନେ ଟିକେ ଆଲିଆ ଶୀଘ୍ର ଜଏନ ହୁଅନ୍ତୁ। ଏସବୁ ହେଲେ ଆପଣଙ୍କର ହିଁ ପ୍ରୋବ୍ଲେମ ହବ। ମୁଁ ଖାଲି ବ୍ୟାକ୍ କରିକି ଆପଣଙ୍କୁ ଆକ୍ସେପ୍ଟ କରିବି ଆପଣଙ୍କର। ମୁଁ କାହିଁକି ନା ଏ ରେକର୍ଡେଡ କ୍ଲାସ ମୁଁ ଦେଖୁନାହିଁ, ରେକର୍ଡ କଲି ଅଫ୍ କରିଦେବି, ଦେନ୍ ସାରଙ୍କୁ ପଠେଇଦେଲି। ଏଥିରେ ମୋର କିଛି ଅସୁବିଧା ନାହିଁ। ଆପଣ ଯୋଉ ହିରୋ ଭଳିଆ ଲେଟ ରେ ଆସୁଛନ୍ତି, କେବଳ ଆପଣଙ୍କର ହିଁ ଲେଟ୍ ହବ, ପ୍ରୋବ୍ଲେମ ଆପଣଙ୍କର ହବ। ଆପଣ ମାନେ ସମସ୍ତଙ୍କୁ କହୁଛି ଲିଙ୍କ ଦେବାର 10 ମିନିଟ ପରେ ମୁଁ କାହାକୁ ବି ଆକ୍ସେପ୍ଟ କରିବିନି। ଆପଣ ନରେନ୍ଦ୍ର ମୋଦି ହେଇଥାନ୍ତୁ କି ରାହୁଲ ଗାନ୍ଧୀ କି ମୋହନ ମାଝୀ ହେଇଥାନ୍ତୁ, ଯିଏ ବି ହେଇଥାନ୍ତୁ। ଓକେ, ଠିକ ଅଛି। ଗଲା ପିଲାମାନେ, ଦେଖ ସ୍ପୋର୍ଟ ସାଇକୋଲୋଜି ତ ଆପଣ ଜାଣିଲେ। ସ୍ପୋର୍ଟ ସାଇକୋଲୋଜିର ଫାଦର ହଉଛନ୍ତି ନିହାତି ଭାବରେ ଇମ୍ପୋର୍ଟାନ୍ସ ହଉଛି କଣ, ସ୍ପୋର୍ଟ ସାଇକୋଲୋଜିର ଫାଦର। ସ୍ପୋର୍ଟ ସାଇକୋଲୋଜିର ଫାଦର ହଉଛି, ଆପଣ ଯଦି ଦେଖିବେ, ଦେଖ ସ୍ପୋର୍ଟ ସାଇକୋଲୋଜିର ଫାଦର ଏଇଠି କୋଲେମାନ ଗ୍ରିଫିଥ ହେଲା। ଦେଖ ସ୍ପୋର୍ଟ ସାଇକୋଲୋଜିର ଫାଦର କିଏ ନା କୋଲେମାନ ଗ୍ରିଫିଥ। ମୋଷ୍ଟ ଇମ୍ପୋର୍ଟାଣ୍ଟ ଆପଣ ମାନେ ସମସ୍ତେ ମାନେ ଜାଣିବା ଦରକାର, କୋଲେମାନ ଗ୍ରିଫିଥ ହଉଛନ୍ତି ସ୍ପୋର୍ଟ ସାଇକୋଲୋଜିର ଫାଦର। ସିଏ ମଧ୍ୟ ଆପଣଙ୍କର କଣ ଫାଷ୍ଟ ସେ କଣ କରିଥିଲେ ନା, ଦେଖ ଆଉ ଗୋଟେ କଥା, ଏଇ ଯୋଉ କୋଲେମାନ ଗ୍ରିଫିଥ ଏଇଠି ଅଛି, ଦେଖ ସିଏ ଆମେରିକାରେ, ମାନେ କୋଉଠି ଆମେରିକାରେ ଗୋଟେ ଲାବୋରେଟୋରୀ ମଧ୍ୟ ସ୍ପୋର୍ଟ ସାଇକୋଲୋଜି ଲାବୋରେଟୋରୀ ଖୋଲିଥିଲେ କିଏ, ଏହା ମଧ୍ୟ କୋଲେମାନ ଗ୍ରିଫିଥ ଖୋଲିଥିଲେ। କଲା, ଆଚ୍ଛା ପ୍ରଥମ ଯଦି ସ୍ପୋର୍ଟ, ଏ ତ ଆମେରିକାରେ ଖୋଲା ହେଲା, କିନ୍ତୁ ପ୍ରଥମ ସ୍ପୋର୍ଟ ସାଇକୋଲୋଜିର ଲାବୋରେଟୋରୀ କେବେ ଓପନ ହେଇଥିଲା ନା କିଏ ଓପନ କରିଥିଲେ ନା କାଲଡିନ୍ ଓପନ କରିଥିଲେ ହେଲା। କାଲଡିନ୍, ଏ ସବୁ କେବଳ ମୁଖସ୍ଥ ଜିନିଷ ଆପଣ ଜାଣିବା ଦରକାର। ଆଚ୍ଛା ଦେଖ, ଇଣ୍ଟରନ୍ୟାସନାଲ ସୋସାଇଟି ଅଫ ସ୍ପୋର୍ଟ ସାଇକୋଲୋଜି ଫାଷ୍ଟ ପ୍ରେସିଡେଣ୍ଟ କିଏ ଥିଲେ, ଏଫ ଆଣ୍ଟୋନି, 1965 ମସିହା। ତାହେଲେ ଏମାନଙ୍କ ଭିତରୁ ସବୁଠୁ ବଡ ହଉଛି ଆମର କୋଲେମାନ ଗ୍ରିଫିଥ। ସିଏ ମଧ୍ୟ ଆମେରିକାରେ ଗୋଟେ ଲାବୋରେଟୋରୀ ଖୋଲିଥିଲେ। ପ୍ରଥମ ଲାବୋରେଟୋରୀ କିନ୍ତୁ କିଏ ଖୋଲିଥିଲେ ନା କାଲଡିନ୍ ଖୋଲିଥିଲେ। ଆଉ ଏଫ ଆଣ୍ଟୋନି କଣ କରିଥିଲେ ନା ପ୍ରଥମ ଇଣ୍ଟରନ୍ୟାସନାଲ ଲାବୋରେଟୋରୀ ଖୋଲିଥିଲେ। ଓକେ ପିଲାମାନେ, ଆଚ୍ଛା ମୂଳ ଟପିକ ଆମେ ଦେଖ, ଏଇଠି ଗୋଟେ ଭଲ କଥା ଲାଗିବ, ସାଇକୋଲୋଜି ଇଜ ଦ ଷ୍ଟଡି ଅଫ ହାଉ ସାଇକୋଲୋଜି ଇନଫ୍ଲୁଏନ୍ସ ସ୍ପୋର୍ଟସ ଆଥଲେଟ୍ସ ପରଫରମାନ୍ସ ଏକ୍ସରସାଇଜ ଏଣ୍ଡ ଫିଜିକାଲ ଆକ୍ଟିଭିଟି। ନିହାତି ଭାବରେ ସବୁ ଜିନିଷରେ ସାଇକୋଲୋଜି ଯଦି ମୁଣ୍ଡ ନ ଖେଳେଇବ ତାହେଲେ କଣ ହବ, ଠିପି ଏକେବାରେ ଟାଇଟ ହେଇଯିବ। ମାନେ ଯଦି ସାଇକୋଲୋଜି, ମାନେ ଗୋଟେ ଟିମ ରେ ସାଇକୋ ଥିବେ, ଜଣେ ଥିବ ଫିଜିଓ, ଜଣେ ଥିବ ସାଇକୋଲୋଜିଷ୍ଟ। ଏହା ହଉଛି କମ୍ପଲସରି, ଯେକୌଣସି ଗୋଟେ ବକ୍ସିଂ ଟିମ୍ ହଉ କି ଗୋଟେ ବ୍ୟାଡମିଣ୍ଟନ ଇଣ୍ଡିଭିଜୁଆଲ ସ୍ପୋର୍ଟସ ହଉ କି କ୍ରିକେଟ ଗେମ୍ ହଉ, ଯାହା ବି ହଉ, ସାଇକୋଲୋଜିଷ୍ଟ ଜଣେ ଥିବ। ଯଦି ଜଣଙ୍କର ଧରନୀୟ କଣ ହେଇଛି ନା ତାଙ୍କ ଫ୍ୟାମିଲିରେ ପ୍ରୋବ୍ଲେମ ଚାଲିଛି, ଧରନୀୟ ତାର ଗୋଟେ କଣ ହେଇଛି, ଜଣେ କି ଏକ୍ସପାର୍ଟ କରିଯାଇଛନ୍ତି, କିନ୍ତୁ ସେ ଫିଜିକାଲି ଷ୍ଟ୍ରଙ୍ଗ ଅଛି, ତାର ପୁରା ଲୁଜ ଟିମ୍ ସାଙ୍ଗରେ ଖେଳ ପଡିଛି, ସେ ମ୍ୟାଚ ହାରିଯିବ ଦରକାର ପଡିଲେ କଣ, ସେଇଠି ସାଇକୋଲୋଜିଷ୍ଟ କଣ କରନ୍ତି ନା ତାକୁ ହେଲ୍ପ କରନ୍ତି। ସେଟାକୁ ଆମେ କହନ୍ତି କଣ, କ୍ଲିନିକାଲ ସାଇକୋଲୋଜି ହେଲା। ମୁଁ କହିବି ସବୁ ଏଜୁକେଶନାଲ ସାଇକୋଲୋଜି କଣ। ଦେଖ ଆମେ ଗୋଟେ କରିଛନ୍ତି କଣ, ଏଇଠି ଲେଖିଥିବି, ମେ ବି ନ ଲେଖିଥିଲେ ବି ଆପଣ ଲେଖିବେ, ଦେଖନ୍ତୁ ଲେଖିବେ ନାହିଁ, ମୁଁ କହିଦେବି। ଏଇ ଚାଲ ଲର୍ଣ୍ଣିଂ ପଳେଇ ଆସୁଛି, ଏଇଠି ଦେଖ ପ୍ଲାନ୍ ଦେଖ, ଆମେ କଣ କରୁଛନ୍ତି ନା ଗୋଟେ ହଉଛି, ଆପଣ ଲେଖିବେ ଫୋर ଗୋଲ୍ସ ଅଫ ସାଇକୋଲୋଜି। ସ୍ପୋର୍ଟ ସାଇକୋଲୋଜି ଲେଖିପାରିବେ, ଫୋର ଗୋଲ୍ସ, 4ଟା ଗୋଲ ଥାଏ ସାଇକୋଲୋଜି, ସାଇକୋଲୋଜି ହେଲା। ଫୋର ଗୋଲ୍ସ ଅଫ ସ୍ପୋର୍ଟ ସାଇକୋଲୋଜି, ଆପଣ ଏସ୍ ଲେଖିଦେଲେ, ସ୍ପୋର୍ଟ ସାଇକୋଲୋଜି 4ଟା ଗୋଲ୍ସ। ତାହେଲେ 4ଟା ଗୋଲ୍ସ ରେ ସ୍ପୋର୍ଟ ସାଇକୋଲୋଜି କଣ କଣ, ଆପଣ 4ଟା ଗୋଲ କଣ କଣ ଦେଖ, ଦେଖ ପିଲା 4ଟା ଗୋଲ, ପ୍ରଥମ ହଉଛି ଇ, ଗୋଟିଏ ଗୋଲ। ଦ୍ୱିତୀୟ ଗୋଲ ହଉଛି, ସରି ଦେଖ, ଫୋର ଗୋଲ ହଉଛି କଣ ନା 2E CD ହେଲା, 2E CD, 4ଟା ଗୋଲ ହେଲା। ତାହେଲେ ପ୍ରଥମ ଇ କଣ, ଦେଖ ପିଲାମାନେ, ପ୍ରଥମ ଇ ହଉଛି କଣ, ଆପଣଙ୍କର ରହିବ କଣ, ଏକ୍ସପେରିମେଣ୍ଟାଲ ସାଇକୋଲୋଜି। କଣ, ଏକ୍ସପେରିମେଣ୍ଟାଲ ତଳେ ଲେଖୁଛି ହେଲା,
ମେଣ୍ଟାଲ ଆପଣ ଲେଖିବେ ସାଇକୋଲୋଜି। ଏଇ ଯୋଉ ବିନ୍ଦୁ ବିନ୍ଦୁ ଦେଲି ଏଇଟା ଆପଣ ଲେଖିବେ କଣ ସାଇକୋଲୋଜି, PSY ତାପରେ ଲେଖି ଚାଲିବେ। ଓକେ। ଏକ୍ସପେରିମେଣ୍ଟାଲ ସାଇକୋଲୋଜି, ଏକ୍ସପେରିମେଣ୍ଟାଲ ସାଇକୋଲୋଜି କଣ ଯଦି ହେଲା, ଏକ୍ସପେରିମେଣ୍ଟାଲ ସାଇକୋଲୋଜି ଆପଣଙ୍କର କଣ ନା ଗୋଟିଏ ପରଫରମାନ୍ସ ଏକ୍ସପେରିମେଣ୍ଟ କରିବ। ସେ ସାଇକୋଲୋଜିଷ୍ଟ କଣ କରିବ ନା ଏକ୍ସପେରିମେଣ୍ଟ କରିବ। ଏ ଷ୍ଟୁଡେଣ୍ଟ କାହିଁକି ଏମିତି ଖେଳୁଛି, ତାର ତ ସବୁ ଠିକ ଅଛି, ସେ କାହିଁକି ଏମିତି ଖେଳୁଛି। ଏକ୍ସପେରିମେଣ୍ଟ ଆମେ କାହା ଉପରେ କହନ୍ତି, ଏକ୍ସପେରିମେଣ୍ଟ ଅନ୍, ଏଇଠି ଲେଖିବେ ଏଇଟା ହଉଛି ଇ ଅର୍ଥ ଏକ୍ସପେରିମେଣ୍ଟ ଅନ୍ କାହା ଉପରେ କରିବେ, କୋଚ୍ ଉପରେ କରିପାରିବେ ହେଲା, ପ୍ଲେୟର ଉପରେ କରିପାରିବେ, ଗୋଟେ ବୋର୍ଡ ଉପରେ ଆପଣ ବି କରିପାରିବେ ହେଲା, ଗୋଟେ କମିଟି ଉପରେ ମଧ୍ୟ ଏକ୍ସପେରିମେଣ୍ଟ କରିପାରିବେ ହେଲା। ଇଏ ହଉଛି ଏକ୍ସପେରିମେଣ୍ଟ ଗୋଲ, ଗୋଟିଏ ଗଲା ଏକ୍ସପେରିମେଣ୍ଟ। ତାପରେ ଆସୁଛି ଆଉ ଗୋଟେ ଏଜୁକେସନାଲ ସାଇକୋଲୋଜି, ଏଜୁ ଓ ଏନ୍ ଏ ଏନ୍, ଏଜୁକେସନାଲ, ତା ତଳକୁ ପାଖକୁ ଲେଖିବେ ଏଜୁକେସନାଲ ସାଇକୋଲୋଜି। କଣ ଏଜୁକେଟ, ଟୁ ଏଜୁକେଟ କାହାକୁ କରିବେ ନା ଏଜୁକେଟ କାହାକୁ କରିବେ ନା ଏଜୁକେଟ ହେଲା, ଶିକ୍ଷା ବା ଶିକ୍ଷାବାନ କାହାକୁ କରିବେ ନା କୋଚ୍ କୁ ଏଜୁକେଟ କରିବେ, ଆଥଲେଟ୍ସ କୁ ଏଜୁକେଟ କରିବେ ହେଲା। ଆଚ୍ଛା, ଅଲ୍ କନସର୍ନ ଅର୍ଥ ସବୁ ଷ୍ଟାଫକୁ ଆମର ଏଜୁକେଟ କରାଇବେ, ଶିକ୍ଷିତ କରାଇବେ ହେଲା, ଏଜୁକେସନାଲ ସାଇକୋଲୋଜି। ହଉ, ତାପରେ ଆସିଲେ ଆପଣ ଏଜୁକେସନାଲ କ୍ଲିନିକାଲ ସାଇକୋଲୋଜି, କ୍ଲିନିକାଲ କ୍ଲିନିକାଲ ସାଇକୋଲୋଜି, ସାଇକୋଲୋଜି କ୍ଲିନିକାଲ ସାଇକୋଲୋଜି ପିଲାମାନେ କଣ କହିଥିଲି ନା କଣ ଆମେ ଟ୍ରିଟମେଣ୍ଟ କରିବା। ତାର ଯଦି ଏମିତି ହେଲା ତାକୁ ବୁଝା ଦେଖେ, ଯିଏ ଯିବାର ଥିଲା ଯେ ଗଲା, ତାକୁ ସବୁ ଭାବିକି କିଛି ହବ। ଏବେ ଟିକେ ଆଗକୁ ଆସେ ମୁଭ୍ ଅନ୍ ହେଇକି ଆମେ ବଞ୍ଚିବାକୁ ପଡିବ, ଆମେ କଣ ତାକୁ କହିଲି ସେୟାକୁ ଭାବିକି ଜଣେ ଧରି ବସିଲେ ହବ କି, ଧରିକି ବସିଲେ ହବ ନାହିଁ। ଆମେ ତାକୁ କଣ ମୁଭ୍ ଅନ୍ ହବା, ଏମିତି ହବା, କିଏ ବୁଝେଇବ ନା ସାଇକୋଲୋଜିଷ୍ଟ ବୁଝେଇବ ପ୍ଲେୟରକୁ ହେଲା। ସାଇକୋଲୋଜିଷ୍ଟ ଲଜିଷ୍ଟ ବୁଝେଇବ, ଏଇଭଳିଆ କର ସେଇଭଳିଆ କର ସବୁ ବୁଝେଇବ ହେଲା। ଆଚ୍ଛା, ଏ ହଉଛି କ୍ଲିନିକାଲ ସାଇକୋଲୋଜି। ତାହେଲେ 2E ସି ଗଲା। ଓକେ। ଆଚ୍ଛା, ତାପରେ ଆସିଲା ଡେଭଲପମେଣ୍ଟାଲ ସାଇକୋଲୋଜି, ଡେଭଲପମେଣ୍ଟାଲ ଡେଭଲପମେଣ୍ଟାଲ ସାଇକୋଲୋଜି। ଡେଭଲପମେଣ୍ଟାଲ ସାଇକୋଲୋଜି କଣ ନା ଆମେ କାହାକୁ ଡେଭଲପ କରାଇବା, ଡେଭଲପ କଣ ନା ୟୁଥ ଆଣ୍ଡ ଚାଇଲ୍ଡ ମାନଙ୍କୁ ହେଲା, ଯୁବକ ଏବଂ ଶିଶୁ ମାନଙ୍କୁ ଆମେ ଡେଭଲପମେଣ୍ଟ କଣ କରିବା, କୋଉଥିରେ ଇନଭଲ୍ଭ କରିବା ନା କମ୍ପିଟିଟିଭ ଏକ୍ସପିରିଏନ୍ସରେ ଆମେ ଇନଭଲ୍ଭମେଣ୍ଟ କରାଇବା। କି ଆମେ ଦିନେ ଆରେ ଗୋଟିଏ ସ୍ପୋର୍ଟସ ଆଉ ମାନେ ଗୋଟେ ଆଥଲେଟ୍ସ ଗଢା ହବ କେମିତି, ଗୋଟେ ଆଥଲେଟ୍ସ ଗଢା ହବ କେମିତି, ୟୁଥ ମାନଙ୍କୁ ଆଉ ଚାଇଲ୍ଡ ମାନଙ୍କୁ ସିନା ତାଙ୍କର ଡେଭଲପମେଣ୍ଟ କରାଇଲେ ତାଙ୍କୁ ସିଏ ଯାଇ ଗଢା ହେବେ, କେମିତି ଗଢା ହେବେ, ତାଙ୍କୁ ସାଇକୋଲୋଜିକାଲ ଡେଭଲପ କରିବା ଦରକାର, ତାଙ୍କୁ ଫିଜିଓଲୋଜିକାଲ ଡେଭଲପମେଣ୍ଟ କରିବା ଦରକାର ହେଲା। ଏ ସବୁ ଜିନିଷ ତାହେଲେ ଆପଣ ମିନିମମ୍ ମନେ ରଖନ୍ତୁ କେତେଟା ନା 4 goals of ସାଇକୋଲୋଜି 4 goals of ସାଇକୋଲୋଜି ଆପଣଙ୍କର କଣ ଅଛି ନା 2ECD, 2ECD ହେଲା। ଆଚ୍ଛା, ପ୍ରଥମ ଇରେ ଆପଣଙ୍କର କଣ ଆସୁଛି ନା ପ୍ରଥମ ଇରେ ହଉଛି ଏକ୍ସପେରିମେଣ୍ଟାଲ ହେଲା, ଦ୍ୱିତୀୟ ଇରେ ଏଜୁକେସନାଲ, ଆଚ୍ଛା, ତୃତୀୟରେ କ୍ଲିନିକାଲ ହେଲା, ଚତୁର୍ଥରେ ଡେଭଲପମେଣ୍ଟାଲ। ବୁଝିହେଲା ପିଲାମାନେ? ଓକେ, ଠିକ ଅଛି। ଇଏ ଥିଲା ଆପଣଙ୍କର କଣ ନା ଇଏ ଥିଲା ଆପଣଙ୍କର କଣ ନା ସାଇକୋଲୋଜିର ଗୋଟିଏ ଇଣ୍ଟ୍ରୋଡକ୍ସନ ପାର୍ଟ। ପିଲାମାନେ ଆମେ ଦେଖିବା ନେକ୍ସଟ, ଦେଖ ଆମେ ଆସିଲା ଲର୍ଣ୍ଣିଂ, ସାଇକୋଲୋଜିର ପ୍ରଥମ ଷ୍ଟେଜ ବା ବହୁ ଗୁରୁତ୍ୱପୂର୍ଣ୍ଣ ଟପିକ। ବୁଝିଲା ପିଲାମାନେ? ଦେଖ ଲର୍ଣ୍ଣିଂ କିଛି ନାହିଁ, ଆରାମସେ ସିରିୟସଲି ଶୁଣ। ଲର୍ଣ୍ଣିଂ ମୁଁ କହିବି ଆପଣ ମାନେ ସମସ୍ତେ କିଛି ନା କିଛି ମତାମତ ଦେଇପାରିବେ। ଲର୍ଣ୍ଣିଂ ଇଜ ଦ ମୋଡିଫିକେସନ ଅଫ ବିହେଭିୟର, ଲର୍ଣ୍ଣିଂ ଇଜ ଦ କଣ କଣ୍ଟିନ୍ୟୁଅସ ପ୍ରୋସେସ। ଆପଣ ଲେଖିବେ ଲର୍ଣ୍ଣିଂ ଇଜ ଦ ମଲ୍ଟିଫାକ୍ଟେଡ, ଲର୍ଣ୍ଣିଂ ଇଜ ଦ ଆକ୍ଟିଭ ପ୍ରୋସେସ। ତାପରେ ଆପଣ ଲେଖିବେ ଲର୍ଣ୍ଣିଂ ଇଜ ଦ ପ୍ରୋସେସ ଅଫ ପର୍ପସଫୁଲ ଆଣ୍ଡ ଗୋଲ୍ସ ଓରିଏଣ୍ଟେଡ ହେଲା, ଗୋଲ ଓରିଏଣ୍ଟେଡ। ଲର୍ଣ୍ଣିଂ କଣ ଦେଖ, ଶିକ୍ଷା, ଲର୍ଣ୍ଣିଂ ହଉଛି ଶିକ୍ଷା ଅର୍ଥ। ଦେଖ ମୁଁ ଏଇଠି ବୁଝେଇ ଦଉଛି, ଦେଖ ଦେଖ ମୁଁ କହିବା କଥା 80 ବର୍ଷର ଗୋଟେ ଓଲ୍ଡ ମ୍ୟାନ କଣ କରୁଛି ଦେଖିବି ପେପର ପଢୁଥିବ। ଆରେ ଭାଇ 80 ବର୍ଷ ତାକୁ ହେଲାଣି, ଆଚ୍ଛା 80 ବର୍ଷ ନା 100 ବର୍ଷ, 100 ବର୍ଷ ତାକୁ ହେଲାଣି, 100 ବର୍ଷ ହେଲାଣି, ସିଏ କଣ ପୁଣି ଭାଗବତ ପଢୁଛି, କଣ ଘଟଣା କଣ, କଣ 100 ବର୍ଷ ଭିତରେ ତାକୁ ଆହୁରି ଜ୍ଞାନ ଦରକାର? ଆଜ୍ଞା
womb to tomb ମାନେ କଣ, ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଆପଣଙ୍କୁ ସେ ପିଲାକୁ କଣ ଦରକାର ନା ଲର୍ଣ୍ଣିଂ ଦରକାର। ଏଟା ଆପଣଙ୍କର OSSTT ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ। ଶୁଣୁନ ପିଲାମାନେ ମନ ଦେଇକି, ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକ ଷ୍ଟେଜରେ ଲର୍ଣ୍ଣିଂ ହଉଛି କଣ୍ଟିନ୍ୟୁଅସ ପ୍ରୋସେସ। ପ୍ରତ୍ୟେକ ଷ୍ଟେଜରେ ଲର୍ଣ୍ଣିଂ ଦରକାର ହିଁ ଦରକାର। କେମିତି ଦରକାର ଦେଖ ମୁଁ କହୁଛି। ଆପଣ ପ୍ରତ୍ୟେକ ଦିନ କିଛି ନା କିଛି, ପ୍ରତ୍ୟେକ ଦିନ ଆପଣ କିଛି ନା କିଛି କଣ କରୁଛନ୍ତି ନା ନୂଆ ଶିଖୁଛନ୍ତି, ହେଲା, କିଛି ନା କିଛି ନୂଆ ଶିଖୁଛନ୍ତି, ତାହା ହିଁ ଲର୍ଣ୍ଣିଂ। ଖାଲି ନୁହେଁ ଯେ ଆପଣ ବହି ଧରିକି ପାଠ ପଢିଗଲେ, ଆପଣ ବହି ଧରିକି ପାଠ ପଢିଗଲେ ସେଇଟା ଲର୍ଣ୍ଣିଂ ନା। ଲର୍ଣ୍ଣିଂ ଅର୍ଥ କଣ, ଶିକ୍ଷା। ଆମେ ଶିଖିବା, କେମିତି ଶିଖିବା, ଜାଣିବା କେମିତି ଜିନିଷ ହଉଛି, ସେଇଟା ହଉଛି ଆପଣଙ୍କର ଲର୍ଣ୍ଣିଂ ହବ। ବୁଝିହେଲା ପିଲାମାନେ? ମୁଁ କହିବି ଲର୍ଣ୍ଣିଂ ଇଜ ଦ ମଡିଫିକେସନ ଅଫ ବିହେଭିୟର, ଆପଣଙ୍କର ଲର୍ଣ୍ଣିଂ ଇଜ ଦ ମଲ୍ଟିଫ୍ୟାକ୍ଟର, ଆଉ ଇଏ କହିବ ଲର୍ଣ୍ଣିଂ ଇଜ ଦ କଣ୍ଟିନ୍ୟୁଅସ ପ୍ରୋସେସ। ନିହାତି ନିହାତି ଦେଖ, ଏଇଠି ସବୁ ଜିନିଷ ଅଛି। ଏଇଠି ଦେଖ ଲେଖିଛି, ବହୁତ ବଢିଆ ଜିନିଷ। ଲର୍ଣ୍ଣିଂ ଇଜ ଦ ଆକ୍ୟୁଜନ ଅଫ ନଲେଜ, ଆଟିଟ୍ୟୁଡ, ଭ୍ୟାଲ୍ୟୁ, ଇମୋସନ, ରେସ୍ପନ୍ସ ଆଣ୍ଡ ମୋଟର ସ୍କିଲ। ଇଟ୍ ଇଜ ଏ ଲାଇଫ ଲଙ୍ଗ ଆଣ୍ଡ ଅନଗୋଇଂ ପ୍ରୋସେସ। ନିହାତି ଭାବରେ ଲାଇଫ ଲଙ୍ଗ, ମଲା ପର୍ଯ୍ୟନ୍ତ ଶିଖିଥାଏ। ଆଉ ଏହା ହଉଛି ଅନଗୋଇଂ ପ୍ରୋସେସ, କଣ୍ଟିନ୍ୟୁଅସ। ଇଏ ପ୍ରୋସେସ ହଉଛି ସବୁବେଳେ ଚାଲିଥିବ। କଣ ଚାଲିଥିବ? ସପୋଜ ଦେଖ ପିଲାମାନେ, ସପୋଜ କଣ କେମିତି ଚାଲିଥିବ, ସପୋଜ ଧରିନିଅ ମୁଁ ବର୍ତ୍ତମାନ ହାଟକୁ ଯାଇଥିଲି, ବରା ନେଇକି ଆସିଲି। ସପୋଜ ବରା ନେଇକି ଆସିଲି, ବରାଟା ଏମିତି ଖାଇବା ବୋଲି ଆମେ ଗୋଟେ ନୂଆ ଶିଖିଲେ। ବରା, ଆମେ ସବୁ ଜିନିଷ, ଆରେ ଭାଇ ସବୁ ଜିନିଷ, କିଛି କିଛି ଆପଣ ନୂଆ ଯାହା ଶିଖୁଛନ୍ତି ସବୁ ଗୁଡା କଣ୍ଟିନ୍ୟୁଅସଲି ଚାଲିଛି। କଣ୍ଟିନ୍ୟୁ ଆପଣ ନୂଆ ଶିଖିଥାନ୍ତି। ମଣିଷ ଜାତି ହିଁ କଣ୍ଟିନ୍ୟୁ ନୂଆ ଶିଖିଥାଏ। ତାହା ହିଁ ହଉଛି ଲର୍ଣ୍ଣିଂ। କିଛି ଅସୁବିଧା ନାହିଁ। ଧ୍ୟାନ ଦେଖ, ତାପରେ ଆସିଲା ପରମାନେଣ୍ଟ। ଦେଖ ଏଇଠି ଲେଖିଛି, ଏଇଠି ଆଉ ଜଣେ ଲେଖିଛନ୍ତି ଲର୍ଣ୍ଣିଂ ଇଜ ଦ ପରମାନେଣ୍ଟ ଚେଞ୍ଜ ଇନ ବିହେଭିୟର। ନିହାତି ହେଇପାରିବ, କିଛି ଅସୁବିଧା ନାହିଁ। ଲର୍ଣ୍ଣିଂ ହଉଛି ପରମାନେଣ୍ଟ ଚେଞ୍ଜ ହେଇଯିବ ବିହେଭିୟର। କେମିତି ଚେଞ୍ଜ ହେଇଯିବ ବିହେଭିୟର? ଆପଣ ଜାଣିଗଲେ ଯେତେବେଳେ, କଣ ବତିଟା ଜଳୁଛି, ଏଠି ଗୋଟେ ଆପଣଙ୍କର ଡିବିଟେ ଜଳୁଛି, ଛୋଟ ଛୁଆଟା ଜାଣିପାରିଲାନି, ଛୁଇଁଦେଲା, ଆଉ ସିଏ ହାତ ତ ଜଳିଗଲା, ଆଉ ସେ ଜୀବନ କାଳ ଭିତରେ ସିଏ ଆଉ କଣ ଇଏ କରିବ କି? ଡିବିରେ ଯୋଉ ବତି, ଯୋଉ ଧାପଟା ବତି ଯୋଉ ଲାଗିଥିବ, ଯୋଉ କ୍ୟାଣ୍ଡେଲ ଜଳୁଛି, କ୍ୟାଣ୍ଡେଲ କୁ ସେ ଛୁଇଁବ କି? ଛୁଇଁବ ନାହିଁ। ଏହା ହେଲା କଣ, ପରମାନେଣ୍ଟ ହେଇଗଲା, ତାର ଚେଞ୍ଜ ହେଇଗଲା ବିହେଭିୟର। ଏମିତି ହବ। ଆଚ୍ଛା, ସେମିତି ଲର୍ଣ୍ଣିଂ ତ ମଡିଫିକେସନ ବିହେଭିୟର। ମଡିଫିକେସନ ବିହେଭିୟର କଣ, ଗୋଟେ ବିହେଭିୟର ଟା ମଡିଫାଏ ହେଇଯିବ। ସେ ପିଆଜରେ ଯାହା କହିଥିଲେ, ପିଆଜରେ ଯୋଉ କହିଥିଲେ କଣ ନା, ସେ ଟ୍ରାନ୍ସଫର ହେଇଯିବ ଲର୍ଣ୍ଣିଂ ଟା। ସେ ଏଇ ଜିନିଷଟା ଏଇଠି ଦେଖୁଛି ବିଲେଇ, ବିଲେଇ ଠାରୁ ବଡ ଟିକେ ଦେଖିଥିଲା, କହୁଛି ଏଟା ବଡ ବିଲେଇ। ନା, ଏଟା ହଉଛି କଣ, ବାଘ। ଏଇଟା ଏଇଟା ହଉଛି କଣ, ମୋଡିଫିକେସନ ବିହେଭିୟର। ସେଇ ସେମ ବିହେଭିୟର ରହିଲା, ବିହେଭିୟର ଟା ଏଠି ସେମ ରହିଲା, ପୁଣି ଯାଇକି ଏଠି ତାର ବିହେଭିୟର ଟା ଚେଞ୍ଜ ହେଇଗଲା। ମାନେ ସରି, ବିହେଭିୟର ରହିଲା କିନ୍ତୁ ସେଟା ମଡିଫାଏ ହେଇଗଲା। ସବୁ ବିଲେଇ ପରି ଦେଖାଯାଉଥିବା ସମସ୍ତ ପଶୁ କଣ ନୁହନ୍ତି, ବିଲେଇ ନୁହନ୍ତି। ଏଠି କଣ ହେଲା, ମଡିଫିକେସନ ଅଫ ବିହେଭିୟର। ବୁଝିଲା ପିଲାମାନେ? ତାପରେ କ୍ୟାରେକ୍ଟରିଷ୍ଟିକ୍ସ ଅଫ ଲର୍ଣ୍ଣିଂ, ସେମ କଥା, ସେଇଟା ଲେଖିଛି। ଲର୍ଣ୍ଣିଂ ଇଜ ସେଲ୍ଫ ଆକ୍ଟିଭ, ନିହାତି। ଲର୍ଣ୍ଣିଂ ଇଜ ଆଡଜଷ୍ଟମେଣ୍ଟ ଅଫ ସିଚୁଏସନ, ନିହାତି ଭାବରେ। ଲର୍ଣ୍ଣିଂ ହଉଛି କଣ, କିଛି ଯଦି ଆପଣ ନ ଶିଖିଥିବେ, ତାହେଲେ ଲାଇଫରେ ଜୀବନ ସାରା ଭିତରେ ଆପଣ ନିଶ୍ୱାସ ବି ନେଇପାରିବେନି। ଆପଣଙ୍କ ବଡି ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଶିଖୁଛି। ଆପଣ ହିଁ କିଛି ନା କିଛି ନୂଆ ଶିଖୁଛନ୍ତି, ତାହା ହିଁ ଲର୍ଣ୍ଣିଂ। ଆଚ୍ଛା, ଡେଫିନେସନ ତ ବିଭିନ୍ନ ପ୍ରକାର ଡେଫିନେସନ ଅଛି। ଆପଣ ଦେଖିବେ ବିଭିନ୍ନ ପ୍ରକାର ଡେଫିନେସନ, ହେଲା, ଯୋଉଟା କି ଆପଣଙ୍କର ମୁଁ କହିଦଉଛି ପାଟିରେ। ସ୍କିନର କହିଥିଲେ ଲର୍ଣ୍ଣିଂ ଇନକ୍ଲୁଡ୍ସ ବୋଥ ଆକ୍ୟୁଜନ ଆଣ୍ଡ ରିଟେନସନ। ଗେଟ୍ସ କହିଥିଲେ ଲର୍ଣ୍ଣିଂ ଇନଭଲ୍ଭସ ଦ ଆକ୍ୟୁଜନ ଅଫ ହାବିଟ, ନଲେଜ ଆଣ୍ଡ ଆଟିଟ୍ୟୁଡ କହିଥିଲେ। ଆଚ୍ଛା, ସେଇଭଳିଆ ହେନରୀ ପି ସ୍ମିଥ, ଦ ଆକ୍ୟୁଜନ ଅଫ ନ୍ୟୁ ବିହେଭିୟର ଅର ଷ୍ଟ୍ରେଂଥନିଂ ଅର weakening of old behavior as the result of experience। ये भी learning ନିହାତି ଭାବେ। ସବୁ ଜିନିଷ ଦେଖ ଏଇଠି ଲେଖିଛି, ଏଇଠି ଗୋଟେ ଜିନିଷ ଦେଖ, ଜନ୍ମରୁ ଓମ୍ ହୁମ୍ ଟୁ ଟମ୍। ତାହେଲେ କଣ, ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଆମେ ଲର୍ଣ୍ଣିଂ ନିହାତି ଦରକାର। ବୁଝି ହେଲା? ଫଟୋଟା ସେଥିପାଇଁ ଆଡ୍ କରୁଛି। ଏ ଦେଖ, ଏଇ କଣ୍ଟିନ୍ୟୁଅସ ପ୍ରୋସେସ, କଣ ପାଦଟା କଣ୍ଟିନ୍ୟୁ ପଡିନି ନା, କଣ୍ଟିନ୍ୟୁଅସ ପ୍ରୋସେସ। ବୁଝିହେଲା ପିଲା? ହଉ, ଆଚ୍ଛା, ବହୁତ ବଢିଆ। ଦେଖ, ଏଇଠି ଆମର ମୁଖ୍ୟ କଥା ଆସିଲା। ପିଲାମାନେ ମନ ଦେଇକି ଦେଖିବ, ଏଇଠି ଆମର ମୁଖ୍ୟ କଥା ଆସିଲା। ଲର୍ଣ୍ଣିଂ, ଲ ଅଫ ଲର୍ଣ୍ଣିଂ। ଲର୍ଣ୍ଣିଂ ର କିଛି କିଛି ନିୟମ ଅଛି। ଲର୍ଣ୍ଣିଂ ର
କିଛି କିଛି ନିୟମ ଅଛି, ତାହାକୁ ସବୁ ଆମେ ଆଜି ପଢିବା। ତାହାକୁ ସବୁ ଆମେ ଆଜି କେବଳ ପ୍ରାଇମେରୀ ଲ ଟା ପଢିବା। କାଲି ପଢିବା ସେକେଣ୍ଡାରୀ ଲ, ଆଜି ପଢିବା ପ୍ରାଇମେରୀ ଲ। ଦେଖ, ଲର୍ଣ୍ଣିଂ ର କିଛି କିଛି କଣ ଥାଏ ନା, ପ୍ରଥମେ ଲ ଅଫ ଲର୍ଣ୍ଣିଂ, ମାନେ ଲର୍ଣ୍ଣିଂ ଯୋଉ ଶିଖିବା ପାଇଁ ଗୋଟେ ରୁଲ୍ସ ଥାଏ। ରୁଲ୍ସ ଥାଏ, ଏଇ ଗୋଟେ ରୁଲ୍ସ ରୁ ଦିଟା ରୁଲ୍ସ ଅଛି, ଗୋଟେ ହଉଛି ପ୍ରାଇମେରୀ ଲ, ଗୋଟେ ହଉଛି ସେକେଣ୍ଡାରୀ ଲ। ହେଲା, ପ୍ରାଇମେରୀ ଲ, ଗୋଟେ ହଉଛି ସେକେଣ୍ଡାରୀ ଲ। ପିଲାମାନେ ମନ ଦେଇକି ଶୁଣ, ମୁଁ କହିଥିଲି ମନେ ପଡୁଛି, ପ୍ରାଇମେରୀ ହଉଛି କଣ କମ୍ପଲସରି, ସେକେଣ୍ଡାରୀ ହଉଛି କଣ ଅପସନାଲ। ବୁଝିଗଲା, ପ୍ରାଇମେରୀ ହଉଛି କମ୍ପଲସରି, ସେକେଣ୍ଡାରୀ ହଉଛି ଅପସନାଲ, ମାନେ ମାଣ୍ଡାଟୋରି। ମାଣ୍ଡାଟୋରି ହଉଛି କଣ ପ୍ରାଇମେରୀ। ଡୋନାଲ୍ଡ ଟ୍ରମ୍ପ ପାଇଁ ଯାହା ପ୍ରାଇମେରୀ ଲ ରେ ରହିବ, ମୋଦି ପାଇଁ ମଧ୍ୟ ସେୟା ରହିବ। ଏଇ ଟ୍ରମ୍ପ ବଦଳରେ ସୁନୀଲ ବାରିକ ପାଇଁ ମଧ୍ୟ ସେୟା ରହିବ, ଅନିଲ ସାରଙ୍କ ପାଇଁ ମଧ୍ୟ ସେୟା ରହିବ। ଏଠି ଯେତିକି ଷ୍ଟୁଡେଣ୍ଟ ଅଛନ୍ତି ପ୍ରାଇମେରୀ ଲ, ଆପଣ ମାନ ସମସ୍ତଙ୍କ ପାଇଁ, ଆମ ମାନ ସମସ୍ତଙ୍କ ପାଇଁ ପ୍ରାଇମେରୀ ଲ ସେମ୍। ରେଡ ଦରକାର ଏଠି, ବୁଝିହେଲା ପିଲା, ସେମ୍ ହେଲା ପ୍ରାଇମେରୀ। କିନ୍ତୁ ସେକେଣ୍ଡାରୀ ଲ ହଉଛି ଅପସନାଲ। ଅପସନାଲ ମାନେ କଣ, କାହାରି ବି ସମାନ ନୁହେଁ ସେକେଣ୍ଡାରୀ ଲ, ଇଣ୍ଡିଭିଜୁଆଲ ଡିଫରେନ୍ସ, ବ୍ୟକ୍ତିଗତ ବିଭିନ୍ନତା। ତାହେଲେ କଣ ସାର୍ ଆପଣ କହୁଛନ୍ତି ପ୍ରାଇମେରୀ କଣ ସେକେଣ୍ଡାରୀ କଣ? ଆରେ ପ୍ରାଇମେରୀ ଜିନିଷଟା କେମିତି ବୁଝିବ, ଦେଖ ପ୍ରାଇମେରୀ ଆପଣ ମାନେ, ମୁଁ ଏଇଟା କହୁଛି ଉଦାହରଣ ଦଉଛି, ପିଲାମାନେ ଏଇଟା କୋର୍ସ ଅଫ ଷ୍ଟଡିରେ ନାହିଁ, ଏଇଟା ଉଦାହରଣ ଦଉଛି। ଆପଣ ମାନେ ପ୍ରାଇମେରୀ ସ୍କୁଲକୁ ଯାଇଥିବେ, ଦେଖ ପ୍ରାଇମେରୀ ସ୍କୁଲକୁ ଯାଇଥିବେ, ପ୍ରାଇମେରୀ ସ୍କୁଲଟା କେତେରୁ କେତେ, ଏକରୁ ଶିଶୁ ବାଟିକା ଅଛନ୍ତି ଛାଡ, ଶିଶୁ ବାଟିକା ଅଛନ୍ତି ଛାଡ, ଆଚ୍ଛା ଏକରୁ 8 କଣ ପ୍ରାଇମେରୀ। ଆଚ୍ଛା ଏଇଠି ଅଛି କଣ ଅପର ପ୍ରାଇମେରୀ ଅଛି, ଆଉ 6 7 8 ଏଟା ହଉଛି ଲୋଅର ପ୍ରାଇମେରୀ। ଆଚ୍ଛା ଠିକ ଅଛି, ଏଇ ଯୋଉ ପ୍ରାଇମେରୀ, ପ୍ରାଇମେରୀ ଦେଖିବ, ପ୍ରାଇମେରୀ ଦେଖ, ପ୍ରାଇମେରୀ ଦେଖିବ ପିଲାମାନେ ସମସ୍ତଙ୍କ ପାଇଁ କମ୍ପଲସରି। କେତେ କମ୍ପଲସରି ଏଜୁକେସନ, ପ୍ରାଇମେରୀ କମ୍ପଲସରି ଏଜୁକେସନ 6 ରୁ 14 ବର୍ଷର ଶିଶୁ ମାନଙ୍କ ପାଇଁ କଣ କମ୍ପଲସରି ଏଜୁକେସନ ନିହାତି ନା। ପ୍ରାଇମେରୀ, ପ୍ରାଇମେରୀ ଅର୍ଥ ହଉଛି କଣ କମ୍ପଲସରି ଏଜୁକେସନ, ବାଧ୍ୟତାମୂଳକ। ଆପଣ ଫ୍ରି ଆଣ୍ଡ କମ୍ପଲସରି ଏଜୁକେସନ କେତେ ନା 6 ରୁ 14 ବର୍ଷ। ଏଇଟା ଉଦାହରଣ ଦଉଛି, ଆପଣ ବି କୋର୍ସ ଅଫ ଷ୍ଟଡି ଓଏସଏସଟି ରେ ଅଛି, ସାର୍ ପଢେଇବେ, ବାକି ଏଇ ଉଦାହରଣଟା ମୁଁ ବେଷ୍ଟ ବୋଲି ନେଇ, 6 ରୁ 14 ବର୍ଷ ହଉଛି କଣ ପ୍ରାଇମେରୀ। ବୁଝିହେଲା। କିନ୍ତୁ ଦେଖିବେ ନବମ ଆଉ ଦଶମ, ହେ ଛାଡ ସେ ପଢିଲା ପଢିଲା ନ ପଢିଲା ନାହିଁ, ଛାଡ ଯା କହନ୍ତି। କିନ୍ତୁ ପ୍ରଥମରୁ ଅଷ୍ଟମ ଭାଇ ପଢିବାକୁ ବାଧ୍ୟ, ଯୋଉ ବାଟେ ହଉ। ପ୍ରଥମରୁ ପଞ୍ଚମ ଥିଲା, ଏବେ ପ୍ରଥମରୁ ଅଷ୍ଟମ ଭାଇ ପଢିବାକୁ ବାଧ୍ୟ, ଯୋଉ ବାଟେ ହଉ ତୁ ପଢିବୁ, ଦସ୍ତଖତ ତ ଶିଖିବୁ ହେଲା। ଏହା ହଉଛି ପ୍ରାଇମେରୀ। ସେକେଣ୍ଡାରୀ ହଉଛି କଣ, ନବମ ଦଶମ ଧରିନିଅ ସେକେଣ୍ଡାରୀ, ଦେଖିଥିବ ହାୟର ସେକେଣ୍ଡାରୀ, ମାନେ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ଅଫ ଓଡିଶା, ଆପଣଙ୍କର ବିଏସସି, ବିଏସସି ଲେଖା ହେଇଥିବ, ଆପଣଙ୍କର ଓଏସଏସଟି ରେ ମଧ୍ୟ ଲେଖା ହଉଛି କି ନବମ ଶ୍ରେଣୀ ଦଶମ ଶ୍ରେଣୀ ସାର୍ଟିଫିକେଟ ଲେଖା ହଉଥିବ ବିଏସସି, ବିଏସସି ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ଅଫ ଓଡିଶା, ମାନେ ସେକେଣ୍ଡାରୀ। ଏଟା ହଉଛି ଅପସନାଲ, ପଢିଲେ ପଢିବ ନ ପଢିଲା ନାହିଁ, ପଢିବ ପଢିବ ନହେଲେ ଗୋବର ଛାଉଁଟିବ, କିଛି ଅସୁବିଧା ନାହିଁ। ପିଲାମାନେ ଦେଖ, ପିଲାମାନେ ଏଠି ପ୍ରାଇମେରୀ ଲ ରେ ଆମେ ଯଦି ଆସିବା, ଏଟା କମ୍ପଲସରି। ଡୋନାଲ୍ଡ ଟ୍ରମ୍ପ ପାଇଁ ଏ ଲ ଅଫ ରେଡିନେସ ହଉଛି REDI ହେଲା, ସରି REDI ହେଲା, ADI ରେଡିନେସ, ସ୍ପେଲିଂ ଏରର ଅଛି। ଆଚ୍ଛା ଠିକ ଅଛି, ଦେଖ ଏଇ ଯୋଉ ପ୍ରାଇମେରୀ ଲ ରେ କେତେଟା ଆସୁଛି, ପ୍ରାଇମେରୀ ଲ ରେ ଆପଣଙ୍କର କଣ ଆସୁଛି ନା, ପ୍ରାଇମେରୀ ଲ ରେ ଲ ଅଫ ରେଡିନେସ, ଲ ଅଫ ଏକ୍ସରସାଇଜ, ଲ ଅଫ ଇଫେକ୍ଟ, ତିନିଟା ଆସୁଛି। ଲ ଅଫ ରେଡିନେସ, ଲ ଅଫ ଏକ୍ସରସାଇଜ, ଲ ଅଫ ଇଫେକ୍ଟ। ଦେଖ ପିଲାମାନେ, ଲ ଅଫ ଏଇଟା ଛାଡ଼ିଦବା। ଆଚ୍ଛା ଲ ଅଫ ରେଡିନେସ କଣ, ଦେଖ ମୁଁ ଲେଖୁଛି ରେଡିନେସ, ରେଡି, ଲ ଅଫ ରେଡିନେସ, ଲ ଅଫ ରେଡିନେସ କଣ, ଲ ଅଫ ଏକ୍ସରସାଇଜ କଣ ହେଲା। ଆଚ୍ଛା ପିଲାମାନେ, ଲ ଅଫ ଇଫେକ୍ଟ କଣ, ତିନିଟାକୁ ଏକା ସାଙ୍ଗରେ ବୁଝିବା, ବୁଝିଲେ ବୁଝିବ, ଭଲସେ ବୁଝିବ। ଓକେ, ହଉ ପିଲାମାନେ ଦେଖ, ବେଡ୍ ପଡିଛି, ଆପଣ ଆପଣଙ୍କ ରୁମ ରେ ଆପଣ ଶୋଇଛନ୍ତି, ଶୋଇଛନ୍ତି, ସାଙ୍ଗ ଆସିଲା କହିଲା ଏଇ ଭାଇ ଉଠୁ, ବ୍ୟାଡମିଣ୍ଟନ ଖେଳିବାକୁ ଯିବା। ଆପଣ କହିଲେ ହଉ ଯିବା, ଚାଲ ଯିବା। ଆପଣ ଉଠିଲେ, ଆପଣ ଉଠିଲେ, ଉଠିକି ରେଡି ହେଲେ, ଲ ଅଫ ରେଡିନେସ, ମୁଁ କହିବାକୁ ଯାଉଛି, ଆପଣ ରେଡି ହେଲେ, ରେଡି ହେଇକି ସକ୍ସ ପିନ୍ଧିଲେ, ବ୍ୟାଡମିଣ୍ଟନ ଧରିଲେ, ଆପଣ କୋଉଠି ଗଲେ
ନା ଜିମ୍ନାଜିୟମ କୁ ଗଲେ, ଇନଡୋର ହଲ୍ କୁ ଗଲେ ହେଲା, ଇନଡୋର ଗେମ୍ ଆଉଟଡୋର ଗେମ୍ ମୁଁ କହିବି। ଆଚ୍ଛା ଇନଡୋର ହଲ୍ କୁ ଗଲେ, ଠିକ ଅଛି। ଆପଣ ଯାଇକି ଆପଣ ଯାଇକି କଣ କଲେ ନା ସାଙ୍ଗେ ସାଙ୍ଗେ କଣ ଦିଅ ସଟଲ କକ୍ ଦିଅ, ମୁଁ ମାରିବି, ସେମିତି ଆପଣ ଯାଇକି ଟିକେ ଏକ୍ସରସାଇଜ କଲେ। ଆଚ୍ଛା ଏକ୍ସରସାଇଜ କରିକି ଆପଣ ପୁଣି ଖେଳ ଆରମ୍ଭ କଲେ, ଖେଳିଲେ, ଖେଳିଲା ପରେ ଆପଣଙ୍କ ସାଙ୍ଗ ଦିଟା ଜିତିଲା, ଆପଣ ଚାରିଟା ଜିତିଲେ। ଆଚ୍ଛା ଜିତିଲା, ଆପଣ ଖୁସି ହେଲେ, ଆସିଲେ, ଆସିକି ରୁମ ରେ ଯେତେବେଳେ ପହଞ୍ଚିଲେ ଆପଣଙ୍କର ଗୋଡରେ ଡମ୍ସ ହେଲା। କଣ କହିଛି? ଡମ୍ସ ହେଲା। ଡମ୍ସ ମୁଁ କହିଛି ଡିଲେଡ ଅନସେଟ ମସଲ ସୋରନେସ ହେଲା। ଆଚ୍ଛା ଡମ୍ସ ହେଲା, ଡମ୍ସ ହେଲା, ଏତିକି ହେଇଥିଲା କାହାଣୀ, ଗପ ସରିଲା, ଗପ ସରିଗଲା। ଆଚ୍ଛା ପିଲାମାନେ ଦେଖ, ଏବେ ଶୁଣ, ପ୍ରଥମେ ଆପଣ ଶୋଇଥିଲେ, ଆପଣ ବ୍ୟାଡମିଣ୍ଟନ ଧରିକି ଗଲେ, ରାକେଟ ଫ୍ୟାକେଟ ଧରିକି ଗଲେ କୋଉଠିକି, ଇନଡୋର କୁ ଗଲେ, ତାହା ସବୁ ଆସୁଛି କଣ ଲ ଅଫ ରେଡିନେସ ରେ ଆସୁଛି, ତାହା ସବୁ ଆସୁଛି ଲ ଅଫ ରେଡିନେସ ଆସିଲା। ଆପଣ ସେଠି ଯାଇ ଏକ୍ସରସାଇଜ କଲେ ବା ଖେଳିଲେ, ତାହା ହଉଛି କଣ ଲ ଅଫ ଏକ୍ସରସାଇଜ ଗଲା, ଲ ଅଫ ଏକ୍ସରସାଇଜ ଗଲା। ଆପଣ ଖେଳିକି ଜିତିଲେ, ଆପଣ ଦିଟା ସାଙ୍ଗ ଜିତିଲା, ଆପଣ ଚାରିଟା ଜିତିଲେ, ତା ସହିତ ପ୍ଲସ ଆପଣଙ୍କର କଣ ହେଲା ନା ଘରେ ଆସିକି ପହଞ୍ଚିଲେ ଡମ୍ସ ହେଲା, ତାହା ୟା ହିଁ ସବୁ ଗଲା ଲ ଅଫ ଇଫେକ୍ଟ ରେ ଗଲା। ତେଣୁ କରି ଆମେ ଏଠି ଦେଖିବା, ଏବେ ଏବେ ପଳେଇବା ଆଲୋଚନାକୁ। ଏଇଠି ଫଟୋ ଆଡ କରିଛି ଦେଖିଦେବ, ଦେଖ ପିଲାମାନେ ଏଇଠି ଫଟୋ ଆଡ, ଏଇଟା ଫଟୋ ଆଡ, ଦେଖ ପିଲାମାନେ ଲେଖିଛି ଲ ଅଫ ରେଡିନେସ ହଉଛି କଣ, ମ୍ୟାଚୁରିଟି ଇଣ୍ଟରେଷ୍ଟ ଏସେନ୍ସିଆଲ ରେଡିନେସ, ଜଣେ ଟୁ ରେଡି, ଆପଣ ରେଡି ହବା, ମୋଟିଭେସନ ହବ, ଏଠି ଯାହା ଯାହା ଲେଖା ହେଇଛି ପଢିଦେବେ, ରେଡି ହବା ହେଲା, ରେଡି ଟୁ ଲର୍ନ, ଆପଣ ଯାହା ମାନେ ଯୋଉ ଗୋଟେ ଜିନିଷକୁ ଟୁ ରେଡି ଟୁ, ମାନେ ଟୁ ରେଡି ଟୁ ଲର୍ନ, ଟୁ ଆମେ ଜିନିଷ ଗୋଟେ କଣ ରେଡି ହବାକୁ ଆମେ କଣ କହିପାରିବା, ଲ ଅଫ ରେଡିନେସ। ଲ ଅଫ ରେଡିନେସ ବେଷ୍ଟ ଉଦାହରଣ ହଉଛି ଆପଣଙ୍କର କଣ ହବ, ଆମେ ଘୋଡାକୁ ପୋଖରୀ ପର୍ଯ୍ୟନ୍ତ ନେଇ ଯାଇପାରିବା, ଯଦି ଘୋଡା ନିଜେ ନ ଚାହିଁଛି ପାଣି ପିଇବା ପାଇଁ, ତାହେଲେ କେହି ବି ଆସିକି ତାକୁ ପାଣି ପିଇ ପାରିବେନି। ତେଣୁକରି ଘୋଡା ଯୋଉ ନିଜେ ଚାହିଁବାଟା ଲ ଅଫ ରେଡିନେସ ରେ ଯିବ, ଟୁ ରେଡି। ଯଦି ଆପଣ ରେଡି ନାହାନ୍ତି, ମୁଁ ଯେତେ ଯାହା କଲେ ମଧ୍ୟ ଆପଣଙ୍କର ବଡି ଯଦି ରେଡି ନାହିଁ, ଆପଣଙ୍କର ମାଇଣ୍ଡ ଯଦି ରେଡି ନାହିଁ, ମୁଁ ଯେତେ ଯାହା କଲେ ମଧ୍ୟ ଆପଣଙ୍କର ପାଠ ହବ ନାହିଁ। ଆପଣ ଯଦି ରେଡି ଥିବେ, ମୁଁ ହାଲକା ଅଳ୍ପ ବୁଝେଇଲେ ଆପଣଙ୍କର ପାଠ ହେଇଯିବ, ତାହା ହଉଛି ଲ ଅଫ ରେଡିନେସ। ବୁଝିହେଲା ପିଲାମାନେ? ଆଚ୍ଛା, ଦେଖ ପିଲାମାନେ ଲ ଅଫ ରେଡିନେସ ଇଏ ଦେଖିଥିବ ତ, ଡିଗ୍ରୀ ଅଫ ପ୍ରିପାରନେସ, ପ୍ରିପେୟାର ହେବାକୁ ଆମେ ରେଡି କରିବା ହେଲା, ଲ ଅଫ ଆକ୍ସନ ଟେଣ୍ଡେନ୍ସି ଏଟାକୁ କହିଛନ୍ତି। ଏ ସବୁ ଜିନିଷ ନୋଟ ଡାଉନ କରିନେବ, ଓକେ। ଆଚ୍ଛା ଠିକ ଅଛି, ନୋଟ ହଉ ପିଲାମାନେ, ମତେ ପର୍ସନାଲ, ମୁଁ ବି ରେକର୍ଡିଂ ରେ କହୁଛି ପିଲାମାନେ, ସମସ୍ତେ ମତେ ପର୍ସନାଲ ସ୍ପୋର୍ଟସ ଟ୍ରେନିଂ, ଟେଷ୍ଟ ମ୍ୟାନେଜମେଣ୍ଟ ଆପଣ ତ ସମସ୍ତେ ଦେଖୁଥିବେ, ଆପଣ ନୋଟ କେମିତି ବନଉଛନ୍ତି ମତେ ଟିକେ ପର୍ସନାଲ ହ୍ୱାଟ୍ସଆପ ରେ ହଉ କି ଟେଲିଗ୍ରାମ ରେ ହଉ ପଠେଇବେ। ମୁଁ ହ୍ୱାଟ୍ସଆପ ର ନମ୍ବର ମୁଁ ଦେଇଦେଇଥିଲି ଗ୍ରୁପ ରେ, ଆଉ ଥରେ ମଧ୍ୟ ମୁଁ ନମ୍ବର ଦେଇଦେବି ଗ୍ରୁପ ରେ, କିଛି ବ୍ୟସ୍ତ ହବ, କିନ୍ତୁ ମତେ ସମସ୍ତେ ପର୍ସନାଲ ପଠେଇବେ କେମିତି ନୋଟ ବନଉଛ ମୁଁ ଦେଖିବି, ଓକେ। ଠିକ ଅଛି, ଲ ଅଫ ଏକ୍ସରସାଇଜ, ଲ ଅଫ ଏକ୍ସରସାଇଜ ହଉଛି କଣ ନା, ଲ ଅଫ ଏକ୍ସରସାଇଜ ହଉଛି ଆପଣ କଣ ୟୁଜ, ସେଠି ଆମେ ୟୁଜ ଡିସୟୁଜ ଆସୁଛି, ଆମେ ହୁଏତ ବ୍ୟବହାର କରିପାରନ୍ତି, ନ ବ୍ୟବହାର କରିପାରନ୍ତି। ଲ ଅଫ ୟୁଜ ଡିସୟୁଜ, ହୁଏତ ଆମେ ଖେଳି ପାରନ୍ତି, ନ ଖେଳି ବି ମଧ୍ୟ ପାରନ୍ତି ହେଲା, ୟୁଜ ଡିସୟୁଜ। ଆଚ୍ଛା, ଲ ଅଫ ଇଫେକ୍ଟ ଲ ଅଫ ଏକ୍ସରସାଇଜ together, আচ্ছা, organs to body which used to become powerful, law is applied also, ହଁ ଏ ସବୁ ଜିନିଷ ବହୁତ ଭଲ ଜିନିଷ, ଲ ଅଫ ପ୍ରାକ୍ଟିସ ମଧ୍ୟ କହିପାରିବା ହେଲା। ଇଏ ହଉଛି ଲ ଅଫ ଏକ୍ସରସାଇଜ ଗଲା ହେଲା। ଆଚ୍ଛା ଦେଖ, ତାପରେ ଥିବ ଅଛି ନା, କୁଆଡେ ଗଲା, ହଁ ଏଇବା ଦେଖ, ତାପରେ ଆଉ ଗୋଟେ ଦେଖ, ଲେଖିଛି କଣ, କିଛି ନୁହେଁ, ଦେଖ ଲେଖିଛି ଡାଇରେକ୍ଟଲି ରିଲେଟେଡ ଟୁ ସକ୍ସେସ୍ ଆଣ୍ଡ ଫେଲୁଅର, ଯଦି ଆପଣ ମାନେ କଣ ନା ସକ୍ସେସ୍ ହୁଅନ୍ତୁ, ଆପଣ ସକ୍ସେସ୍ ଆଉ ଡାଇରେକ୍ଟଲି ରିଲେଟେଡ ଟୁ, ଡାଇରେକ୍ଟଲି ଆପଣ ସକ୍ସେସ୍ ହୁଅନ୍ତୁ ବା ଫେଲୁଅର ହୁଅନ୍ତୁ, ଇଏ କୋଉଠିକି ଯିବ, ଆପଣଙ୍କର କଣ ଲ ଅଫ କୋଉଠିକି ନା ଇଫେକ୍ଟ କୁ ଯାଇଥାଏ, ଲ ଅଫ ଇଫେକ୍ଟ। ମୁଁ ସେଠିକି ଗଲି ବୋଲି ମୋର ଗୋଡ ବିନ୍ଧିଲା, ଗୋଡ ବିନ୍ଧିଲେ କଣ ମତେ ସକ୍ସେସ୍ ମିଳିଲା, ମୁଁ ସାରଙ୍କୁ ମୋ ସାଙ୍ଗକୁ ହରେଇ ଦେଲି ହେଲା, ଇଏ ମଧ୍ୟ ଲ ଅଫ କଣ ଇଫେକ୍ଟ କୁ ଯିବ। ତାପରେ ଫିଲିଙ୍ଗ, ଆପଣଙ୍କୁ ଖୁସି ଲାଗିପାରେ, ପ୍ଲିଜାଣ୍ଟ ହେଲା, ୱିକେଣ୍ଡ, ଅନପ୍ଲିଜାଣ୍ଟ ଫିଲିଙ୍ଗ, ଏ ସବୁ ଜିନିଷ ଲ ଅଫ ଇଫେକ୍ଟ। ଦେଖ ଆଉ ଗୋଟେ ଉଦାହରଣ ଯଦି ଆମେ ଦେବା, ମୁଁ ଆଉ ଗୋଟେ ଉଦାହରଣ ମୋର କ୍ଲାସ ରେ ଦେଇଥିଲି, ଧରିନିଅ ବର୍ଷା ଜୋର ହଉଛି, ରେନ୍ ପ୍ରବଳ ରେନ୍, ବର୍ଷା ଜୋର ହଉଛି, ଘର ସାମ୍ନାରେ ଆପଣ ଉପର ରୁମ ରେ ଅଛନ୍ତି ହେଲା, ମାନେ ଉପର ରୁମ ରେ ଅଛନ୍ତି, ଘର ସାମ୍ନାରେ ଦେଖିଲେ, ଝରକାରେ ଦେଖିଲେ, ୱିଣ୍ଡୋରେ ଦେଖିଲେ ଗୋଟେ
ମୋମୋଜ ଦୋକାନୀ ସେ ମୋମୋ ବିକୁଛି, ଆପଣଙ୍କର ପୁରା ଖାଇବା ପାଇଁ ତ ବହୁତ ମାନେ ବହୁତ ଆପଣଙ୍କର ଇଚ୍ଛା ହେଲା, ଆପଣଙ୍କର ଇଚ୍ଛା ହେଲା, ଆପଣ କଣ କଲେ ନା ବେଡରେ ଶୋଇଥିଲେ, ଉଠିକି ଗଲେ, ଯାଇକି ସେଠି ପହଞ୍ଚିଲେ। ଆପଣ ବେଡରୁ ଉଠିଲେ, ଲ ଅଫ ରେଡି, ଆପଣଙ୍କର ମାଇଣ୍ଡ ଆପଣଙ୍କର ବଡି ରେଡି ହେଲା, ମୁଁ ଯିବା। ଆପଣ ବେଡରୁ ତଳକୁ ଓହ୍ଲେଇବା ଠାରୁ ଖାଇକି ଆସିବା ପର୍ଯ୍ୟନ୍ତ ଲ ଅଫ କୋଉଥିରେ ଯିବ, ଏକ୍ସରସାଇଜ ରେ ଯିବ। ଖାଇକି ଆସିକି ଆପଣ ଯେତେବେଳେ ପହଞ୍ଚିଲେ ଆପଣଙ୍କୁ ଗ୍ୟାଷ୍ଟ୍ରିକ ହେଇଗଲା, ଛାତି ପେନ୍ ହେଲା, ଏଟା ହେଲା ସେଟା ହେଲା, ଏସବୁ ଲ ଅଫ ଇଫେକ୍ଟ ଅଛି। ଇଏ ଥିଲା ଆପଣଙ୍କର ଲ ଅଫ ଲର୍ଣ୍ଣିଂ ର ପ୍ରାଇମେରୀ ଲ। ନେକ୍ସଟ ଆମେ ଟପିକ ନେକ୍ସଟ କ୍ଲାସରେ ପଢିବା ସେକେଣ୍ଡାରୀ ଲ ଏବଂ ଅନ୍ୟାନ୍ୟ ଟପିକ।